ଆଜି ହେଉଛି ଜଗତ ଜନନୀ ମା ଦୁର୍ଗାଙ୍କର ମହା ଅଷ୍ଟମୀ ପୂଜା। ବିଭିନ୍ନ ସ୍ଥାନରେ ମାଙ୍କର ଖୁବ୍ ଧୁମଧାମରେ ଚାଲିଛି ପୂଜା ଅର୍ଚ୍ଚନା। ବାରିପଦା ସହରରେ ମଧ୍ୟ ପାଖାପାଖି 50ଟି ପୂଜା ମଣ୍ଡପରେ ପୂଜା ପାଉଛନ୍ତି ଯୋଗମାୟା। ତେବେ ଆମେ ଏବେ ଆସି ପହଞ୍ଚିଛୁ ବାରିପଦା ସହରର ଯେଉଁ ରହିଛି ପାଲବଣୀ ଦୁର୍ଗା ପୂଜା ମଣ୍ଡପ। ଏଠାରେ ଯେଉଁଭଳି ଭାବେ ଚଳିତ ବର୍ଷ ଭିକ୍ଟୋରିଆ ମେମୋରିଆଲ ବା ଭିକ୍ଟୋରିଆ ଯେଉଁ ପ୍ୟାଲେସ୍ ଏଠାରେ ଯେଉଁ ତୋରଣ କରାଯାଇଛି, ନିଶ୍ଚିତ ଭାବରେ ଲୋକଙ୍କର ବର୍ତ୍ତମାନ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଲୋକମାନେ ଅନେକ ସଂଖ୍ୟାରେ ଆସୁଛନ୍ତି, ଏ ଯେଉଁ ପ୍ୟାଣ୍ଡାଲ ଦେଖୁଛନ୍ତି, ଯେଉଁ ସୁନ୍ଦର ତୋରଣ ହେଇଛି, ସୁଉଚ୍ଚ ତୋରଣର ଯେଉଁ ସୌନ୍ଦର୍ଯ୍ୟକୁ ଉପଭୋଗ କରୁଛନ୍ତି। ତେବେ ଆଜି ଯେହେତୁ ଅଷ୍ଟମୀ ପୂଜା, ତେବେ ଏଠାରେ ଯେଉଁ ଚଳିତ ବର୍ଷ ଯେଉଁଭଳି ଭାବରେ କୁହାଯାଉଛି, ଏ ପୂଜାରେ ବିଭିନ୍ନ ଅନେକ ସ୍ୱତନ୍ତ୍ରତା ମଧ୍ୟ ରହିଛି। ଯେଉଁ ମାଙ୍କୁ ଦର୍ଶନ କରି ବହୁତ ଆନନ୍ଦ ଲାଗୁଛି। ପାଲବଣୀ ଆମର ବହୁତ ଭଲ ଭଲ ପୂଜା ହୁଏ ସବୁବେଳେ। ମାକୁ ଡାକିଲେ ମା ଶୁଣନ୍ତି, ମା ଶୁଣନ୍ତି। ନିଶ୍ଚିତ ଭାବରେ ଦେଖନ୍ତୁ, ଭାବ ବିହ୍ୱଳ ହେଇଯାଉଛନ୍ତି ଭକ୍ତ ମାନେ, ମାଙ୍କୁ ଡାକିଲେ ମା ଶୁଣନ୍ତି। କଣ କହିବେ, ଆପଣ ଅପେକ୍ଷା କରିଛନ୍ତି, ହାତ ଯୋଡି ଅପେକ୍ଷା କରିଛନ୍ତି, ମାଙ୍କୁ ଆରାଧନା କରୁଛନ୍ତି। କେତେ ଖୁସି ଲାଗୁଛି ଯେହେତୁ ବର୍ଷକୁ ଥରେ ମା ଆସନ୍ତି। ଆଜ୍ଞା, ଭଲ ଲାଗୁଛି। ଆଉ ଏବେ ଫାଙ୍କା ବି ଅଛି, ପୂଜା କରିବାକୁ ଭଲ ଲାଗୁଛି। ଭିଡ ବି ବେଶୀ ନାହିଁ, ଆମେ ଶାନ୍ତିରେ ପୂଜା କରିକି ଘରକୁ ଯିବୁ। ପୂଜା କରିବା ପାଇଁ ଆସିଛୁ, ଭକ୍ତିରେ ଆସିଛୁ, ଆଉ ଭଗବାନ ସାହା ହୁଅନ୍ତୁ। ଏଥିରେ ଯୋଉ ତୋରଣ ହେଇଛି ଏଠି, ମାନେ ଭିକ୍ଟୋରିଆ ପ୍ୟାଲେସ, ଇଏ କେତେ ଆକର୍ଷଣୀୟ ହଉଛି, କେତେ ଭଲ ଲାଗୁଛି ଆପଣ? ବହୁତ ଭଲ ଲାଗୁଛି। ଆଉ ପ୍ରତିବର୍ଷ ଏଠି ବହୁତ ସୁନ୍ଦର ବି ପ୍ୟାଣ୍ଡେଲ ସବୁ ହୁଏ, ସବୁ ବର୍ଷ ଭଲ ହୁଏ, ଆଉ ଏଥର ବହୁତ ସୁନ୍ଦର ହେଇଛି। ପାଲବଣୀ ଦୁର୍ଗା ପୂଜା କମିଟିର ଏ 41ତମ ପୂଜା ଏ ବର୍ଷ ସକାଳ 6ଟାରୁ ଅଷ୍ଟମୀ ପୂଜା ଆରମ୍ଭ ହେଇଛି। 6ଟା ପାଖରୁ ଭକ୍ତଙ୍କର ଭିଡ଼ ଲାଗିଛି, ଆମ ସାହି ବାସିନ୍ଦାଙ୍କର ଭିଡ଼ ଲାଗିଛି। ତଥାପି ପୁଷ୍ପାଞ୍ଜଳି ମଝିରେ ପୂଜା ଭୋଗ ବି ଲାଗୁଛି, ପୁଷ୍ପାଞ୍ଜଳି ବି ଦିଆହଉଛି। ବହୁ ସଂଖ୍ୟାରେ ଆମର ସାହି ବାସିନ୍ଦା ଆସିକି ଭୋଗ ଲଗେଇକି ଗଲେଣି। ଆଉ ସନ୍ଧ୍ୟା ବେଳକୁ ଆଜି ରହୁଛି, ଆଜି ନବମୀ ସନ୍ଧି ପୂଜା ରହୁଛି। ସନ୍ଧି ପୂଜା ପରେ ପୁଣି ନବମୀ ମଧ୍ୟ ଆଜି କିଛି ସମୟ ରହୁଛି। ସମସ୍ତଙ୍କର ଆଶୀର୍ବାଦ ଏବଂ ସାହି ମେମ୍ବର ଏବଂ ସମସ୍ତ ଶୁଭେଚ୍ଛୁ ମାନଙ୍କର ଆଶୀର୍ବାଦରେ ଏ ପୂଜା କମିଟି ଆଜିକୁ 41 ବର୍ଷ ହେଲାଣି ତାର ସବୁ ପ୍ରକାରର ପ୍ରୟାସ କରିଚାଲିଛି। ଏବଂ ଅନ୍ନପ୍ରସାଦର ଆଜି ବଣ୍ଟନ ଅଛି ଏବଂ ନବମୀ କାଲି ବି ବଣ୍ଟନ ଅଛି। 3 ଦିନ 4 ଦିନ ଧରିକି ଦଶମୀ ପର୍ଯ୍ୟନ୍ତ ଆପଣଙ୍କର ଅନ୍ନପ୍ରସାଦ ବଣ୍ଟନ ଏଠି କରାଯାଏ। ଏବଂ ଯାହା ହଉ ମାଙ୍କ କୃପା, ସମସ୍ତଙ୍କର ଆଶୀର୍ବାଦରୁ ଏ ପୂଜା କମିଟି ଉତ୍ତରତର ଉନ୍ନତି କରିଚାଲିଛି। ତେଣୁ ଯୋଉଭଳି ଭାବରେ ସାଂସ୍କୃତିକ କାର୍ଯ୍ୟକ୍ରମ କଥା ମଧ୍ୟ ଆମେ କହୁଥିଲୁ, ଯୋଉଭଳି ଭାବରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ମଧ୍ୟ ରଖାଯାଇଛି ପୂଜା କମିଟି ପକ୍ଷରୁ। ବାରିପଦା ପାଲବଣୀ ପୂଜା ମଣ୍ଡପରୁ ଦୋଳ ଗୋବିନ୍ଦ ବାରିକ, କନକ ନ୍ୟୁଜ।